ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡ଼ା ସଂସଦ ତରଫରୁ ଚାଲିଥିବା 32ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ ମ୍ୟାଚ୍ରେ ସେଞ୍ଚୁରିଆନ୍ ଫୁଟବଲ କ୍ଲବ ନାଇଜେରିଆ ବନାମ ଧାନବାଦ ଫୁଟବଲ କ୍ଲବ ଝାରଖଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତେବେ ଏହି ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ଖେଳ ଶେଷ ପର୍ଯ୍ୟନ୍ତ 2-2 ଗୋଲ୍ ସ୍କୋରରେ ବରାବର ହେବା ପରେ ଟ୍ରାଇବ୍ରେକରର ସାହାଯ୍ୟ ନିଆଯାଇଥିଲା। ଏଥିରେ ସେଞ୍ଚୁରିଆନ୍ ଫୁଟବଲ କ୍ଲବ ନାଇଜେରିଆକୁ 4-2 ଗୋଲ୍ରେ ଧାନବାଦ ଫୁଟବଲ କ୍ଲବ ଝାରଖଣ୍ଡକୁ ହରାଇ ବିଜୟୀ ହୋଇଛି। ତେବେ ଏହି ଖେଳକୁ ମିକୁନ ମହାନ୍ତି, ପ୍ରିୟବ୍ରତ ବାହିନୀପତି, ସାଇରାମ କିସ୍କୋ, ଅବିନାଶ ପଟ୍ଟନାୟକ, ପ୍ରକାଶ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ସଖା ସଂଘର ସଭାପତି ବିପିନ ଜୟସିଂଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଧରଣୀଧର ନନ୍ଦ, ମୁଖ୍ୟ ବକ୍ତା ଭାବରେ ପ୍ରବକ୍ତା ଡକ୍ଟର ପୂର୍ଣ୍ଣଚନ୍ଦ୍ର ଦାସ, ବିଶିଷ୍ଟ ଅତିଥି ଭାବରେ ସମାଜସେବୀ ଦେବରାଜ ପରିସଲ, ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ସଞ୍ଜୟ ମହାପାତ୍ର, ସମ୍ମାନିତ ଜ୍ୟୋତିର୍ବିଦ ଅଶୋକ ମହାପାତ୍ର, ଲଳିତ କବି ଡକ୍ଟର ଆର୍ତ ତ୍ରାଣ ସାହୁ, ରାମଦୟା ପରିଷଦର ସମ୍ପାଦକ ଗଙ୍ଗାଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବେଷ୍ଟ ପ୍ଲେୟାର ଭାବରେ ଉଭୟ ଦଳର ପ୍ରୀତମ ଏବଂ ନିଖିଲଙ୍କୁ କେଦାର ଜୟସିଂହ ସ୍ମୃତି ଉଦ୍ଦେଶ୍ୟରେ ଟ୍ରଫି ପ୍ରଦାନ କରାଯାଇଥିଲା। ଆଜିର ଖେଳ ହିନ୍ଦୁସ୍ତାନ ହିରୋସ୍ ଫୁଟବଲ କ୍ଲବ କୋଲକାତା ଏବଂ ସିଭି ରମନ ଆଫ୍ରିକାନ ମଧ୍ୟରେ ଅନୁଷ୍ଠିତ ହେବ। ନିରାକାରପୁର ବାଲୁଙ୍ଗୀଶ୍ୱର ମୋବାଇଲ ଟିଭି।